ଘର ଅଗଣାରେ ଲୋକ ଭର୍ତ୍ତି। ବାହାରେ ବି କିଛି କମ୍ ଭିଡ଼ ନଥିଲା। ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନଙ୍କ କୋଳାହଳରେ ଫାଟି ପଡ଼ୁଥିଲା ସାରା ପରିବେଶ। ଏତେ କୋଳାହଳ କ'ଣ ପାଇଁ? ଏତେ ଅଧୈର୍ଯ୍ୟ ହୋଇ କାନ୍ଦବୋବାଳି କାହିଁକି? ଏମାନେ କାହିଁକି ବୁଝୁନାହାନ୍ତି କି ସୀମାର ପାଟିତୁଣ୍ଡକୁ ଜମା ପସନ୍ଦ ନୁହେଁ? ସେ ପରା ଶୋଇଛନ୍ତି। ଆରେ ତୁମେମାନେ ଏମିତି ପାଟିତୁଣ୍ଡ କରନି ରେ, ତାଙ୍କ ନିଦ ଭାଙ୍ଗିଯିବ। ବହୁ ରାତି ଚେଇଁ ଚେଇଁ ରହିବା ପରେ ଆଜି ତାଙ୍କୁ ଯେତେବେଳେ ଟିକେ ନିଦ ଲାଗିଛି, ତୁମେମାନେ ଏମିତି କାହିଁକି ପାଟି କରି ସାରା ପରିବେଶକୁ ଡିଷ୍ଟର୍ବ କରୁଛ? କହିଲ, କ'ଣ ତୁମର ଉଦ୍ଦେଶ୍ୟ? ଆଜି କି ସୁନ୍ଦର ଦିଶୁଛି ତାଙ୍କ ମୁହଁଟା। ହଳଦୀ ମଖା କପାଳରେ ଲାଗିଥିବା ସିନ୍ଦୁର ଟୋପା ସତେକି ପଦ୍ମ ପାଖୁଡ଼ାରେ କେଶର ପରି। ହାତରେ ନାଲି ଶଙ୍ଖା ସହିତ ବାହ୍ୟେ ବାହ୍ୟେ ଚୁଡ଼ି, ପାଦରେ ସରୁ ଅଳତାର ଗାର ସହିତ ନଖରେ ମନପସନ୍ଦର ନେଲ୍ ପଲିସ୍। କେତେ ଶାନ୍ତିରେ ଶୋଇଯାଇଛନ୍ତି ସତେ। ଏଥର ଆଉ ନିଜକୁ ସମ୍ଭାଳି ପାରିଲେନି ରମେଶ। ବସିଥିବା ଚୌକିରୁ ଉଠି ଚିତ୍କାର କରି କହିଲେ, ଆରେ ଚୁପ୍ ହୋଇଯାଅ ରେ, ତାକୁ ଟିକେ ଶାନ୍ତିରେ ଶୋଇବାକୁ ଦିଅ। ଏତେ ରାଗିଗଲେ ଯେ ଚୌକିରୁ ଉଠୁ ଉଠୁ ପାଦ ତାଙ୍କର ଟଳମଳ ହୋଇ ପଡ଼ିଲା। ପଡ଼ି ଯାଇଥାନ୍ତେ। ଠିକ୍ ସମୟରେ ତାଙ୍କୁ ଧରି ପକାଇଲା ପୁଅ ଆଦର୍ଶ। ତାଙ୍କ ହାତକୁ ଧରି ବସେଇ ଦେଇ କହିଲା, ମା ଆଉ ଉଠିବନି ବାପା, ସେ ସବୁଦିନ ପାଇଁ ଶୋଇଯାଇଛି। ତୁମ ଡାକ ଆଉ ତା କାନକୁ ଶୁଭିବନି। ସେ ଶୋଇ ସେ ଶୁଣିପାରିବନି। ଆଦର୍ଶ ଆଖିରୁ ଝରି ଯାଉଥିବା ଧାର ଧାର ଲୁହ, ମାଆକୁ ଅକସ୍ମାତ ହରାଇବାର ଧକ୍କା ତାକୁ ବି ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିଲା। ଆଉ ରମେଶ, ତାଙ୍କୁ ଏସବୁ ପ୍ରହେଳିକା ମିଛ ସ୍ୱପ୍ନ ପରି ଲାଗୁଥିଲା। ଏମିତି କିଛି ନ କହି ନ ଜଣାଇ ସୀମା ତାଙ୍କୁ ଛାଡ଼ି ଚାଲିଯିବେ, ଏହା ତ ଅସମ୍ଭବ। ସୀମା କ'ଣ ଜାଣିନାହାନ୍ତି ଯେ ତାଙ୍କ ବିନା ରମେଶ ପଙ୍ଗୁ, ଅଥର୍ବ, ନିର୍ଜୀବ ସଦୃଶ? ସୀମା ନାଁଟା ଯେମିତି, ନିଜେ ବି ସେମିତି। ନିଜ ବ୍ୟବହାର, କଥାବାର୍ତ୍ତା, ସ୍ନେହରେ ଯେ ସମସ୍ତଙ୍କ ମନ କିଣି ନେଇଥିଲେ ସେ। ପଶୁପକ୍ଷୀ ଗଛପତ୍ର କେହି ତାଙ୍କ ସ୍ନେହ ପରଶରୁ ବାଦ୍ ପଡ଼ିନଥିଲେ। ଉଚ୍ଚଶିକ୍ଷିତା ସୀମା ବାହାଘର ପରଠୁ ହିଁ ନିଜ ଘରର ସମସ୍ତ ଦାୟିତ୍ୱ ନିଜ ଉପରକୁ ନେଇ ଘରକୁ ଏକ ମନ୍ଦିର ବନାଇ ସାରିଥିଲେ ସେ। କାହାଠାରୁ କିଛି ଆଶା ପ୍ରତ୍ୟାଶା ନ ରଖି ସେ କାମ କରି ଚାଲିଥିଲେ। ଏକ ସୁନ୍ଦର ସଂସାର ଗଢ଼ିଥିଲେ। ଆଦର୍ଶ ତାଙ୍କ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ଥିଲା। ତାକୁ ମଣିଷ କରିବାରେ ଉଚିତ ଶିକ୍ଷା, ସଂସ୍କାର ଦେଇ ବଡ଼ କରିବା ଭିତରେ ସେ ନିଜ ଚାକିରି କରିବା କଥା ଓ ନିଜକୁ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ କରିବା କଥା କେବେ ବି ମନକୁ ଆଣିନଥିଲେ। ଜୀବନ ଗଡ଼ି ଚାଲିଥିଲା ତା ବାଟରେ। ସେ ହୋଇଯାଇଥିଲେ ସେହି ବାଟର ଜଣେ ମୂକ ପଥିକ। ଆଦର୍ଶ ଉଚ୍ଚ ଶିକ୍ଷା ଲାଭ କରି ଏବେ ଜଣେ ସଫଳ ଲେକ୍ଚର ଭାବରେ ପ୍ରତିଷ୍ଠିତ। ଘରେ ରୁହନ୍ତି ସୀମା ଓ ଆଦର୍ଶ। ତେବେ ସବୁ ହଠାତ୍ କାହିଁକି ଏମିତି ଓଲଟପାଲଟ ହୋଇଗଲା ଯେ? ଏଇ ପ୍ରଶ୍ନର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇଯାଇଥିଲେ ରମେଶ। ଆରେ ରାତି ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ତ ଥିଲା। ଦୁହେଁ ଡିନର ସାରି ଶୋଇଯାଇଥିଲେ ସବୁଦିନ ପରି। ସକାଳ ହେଲା ବେଳକୁ କିନ୍ତୁ ସୀମା ଆଉ ଉଠି ନଥିଲେ। ରମେଶଙ୍କ ସଂସାରକୁ ଅନ୍ଧାର କରି ଶୋଇଯାଇଥିଲେ ଅତି ଶାନ୍ତିରେ, ଚିର ନିଦ୍ରାରେ। ଦାହ ସଂସ୍କାର କ୍ରିୟା ସାରି ଫେରୁ ଫେରୁ ସନ୍ଧ୍ୟା ହୋଇଗଲା। ଘର ସେତେବେଳକୁ ଶାନ୍ତ ହୋଇଗଲାଣି। ପୁରା ପରିବେଶରେ ରାଜୁତି କରୁଛି ନୀରବତା। ଆଦର୍ଶ ଆସି ବସି ପଡ଼ିଲା ତା ବାପା ରମେଶ ବାବୁଙ୍କ ପାଖରେ। କିଛି କହିବାକୁ ସାହସ ହୋଇନଥାଏ। ସେମିତି କିଛି ସମୟ ନୀରବତାରେ କଟିଗଲା ପରେ ସେ ଆରମ୍ଭ କଲା, ବାପା, ଏଥର ଶୁଦ୍ଧକ୍ରିୟା। ରମେଶ ସ୍ୱାଭାବିକ ଅବସ୍ଥାକୁ ଆସିଗଲେ। କହିଲେ, ହଁ ବାବା, କରିବାକୁ ତ ପଡ଼ିବ। ବାବାରେ, ତୋ ମାଆର ଗୋଟେ ବାକ୍ସ ଥିଲା, ଯାହାକୁ ମୁଁ କେବେ ବି ଖୋଲିକି ଦେଖିନି। ସେଇ ଗୋଟିଏ ଜିନିଷ ଯେଉଁଥିରେ କି ସେ କେବେ ବି ମୋତେ ହାତ ମରାଇ ଦେଇନି। ମୁଁ ବହୁଥର ତାର ରହସ୍ୟ ଜାଣିବାକୁ ଚାହିଁଛି, ହେଲେ ତାର ସେଇ ଗୋଟେ ଉତ୍ତର, ମୁଁ ଗଲା ପରେ ତୁମେ ଦେଖିବ। ମୁଁ ତାକୁ କୁହେ, ସେମିତି କୁହନି। କିଏ ଆଗ ଯିବ, କିଏ ପଛରେ, ତୁମେ କେମିତି କହିବ? ସେ କୁହେ, ନା ନା, ତୁମେ ଦେଖିବ ରମୁ, ମୁଁ ନିଶ୍ଚୟ ଆଗ ଯିବି। ମୁଁ ଭଗବାନଙ୍କୁ ବା ସବୁବେଳେ ଡାକୁଛି, ହେ ପ୍ରଭୁ, ମୋତେ ଯେମିତି ବୈଧବ ଯନ୍ତ୍ରଣା ନଦେବ। ମୁଁ ସବୁ ସହିଯିବି, ହେଲେ ସେଇ ଯନ୍ତ୍ରଣା ସହିପାରିବି। ସତକୁ ସତ ଭଗବାନ ତା ଡାକ ଶୁଣିଲେ। ମୋତେ ଦୁନିଆ ଦାଣ୍ଡରେ ଏକାକୀ କରି ଖୁସିରେ ଖୁସିରେ ତାକୁ ନେଇଗଲେ। ଜାଣିଛୁ ବାବା, ମୁଁ ବି ତା ଇଚ୍ଛାକୁ ସମ୍ମାନ ଜଣାଇ କେବେ ହାତ ମାରିନି ସେ ବାକ୍ସରେ। ତା ଆବସେଣ୍ଟରେ ବି ମୁଁ ସେଥିରେ ହାତ ମାରିନି। ଏବେ ତା କଥାକୁ ରଖି ସିଏ ତ ଯାଇସାରିଲାଣି, ଆଣେ ତାକୁ, ଦେଖିବା କ'ଣ ଅଛି ସେଇ ବାକ୍ସରେ। ବାକ୍ସ ଆଣିବା ପାଇଁ ଗଲା ଆଦର୍ଶ। ଖୋଲିଲା ଆଲମିରା। ପୁରା ତଳ ଥାକରେ ଭାରି ଯତ୍ନରେ ଥୁଆ ହୋଇଥାଏ ଛୋଟିଆ ବାକ୍ସଟାକୁ ଉଠାଇ ଆଣିଲା ବାପାଙ୍କ ପାଖକୁ। ରମେଶ ଦେଖିଲେ ବାକ୍ସଟିରେ ତାଲା ପଡ଼ିନି। ଦୁଇ ଜଣଙ୍କ ମନରେ ଅସୁମାରୀ ପ୍ରଶ୍ନ, କ'ଣ ଅଛି ସେଇ ବାକ୍ସରେ? ଯଦି ସେମିତି କିଛି ମୂଲ୍ୟବାନ ଜିନିଷ ଥାନ୍ତା, ନିଶ୍ଚୟ ତାଲା ପଡ଼ି ରହିଥାନ୍ତା। ସବୁ ଅସମାହିତ ପ୍ରଶ୍ନର ସମାପ୍ତି ଘଟାଇ ଆସ୍ତେ କରି ଖୋଲିଦେଲା ଆଦର୍ଶ। ଭିତରେ ଅଛି ଦୁଇଟା ଲଫାଫା, ଗୋଟିଏ ବଡ଼, ଅନ୍ୟଟି ସାନ। ପ୍ରଥମେ ବଡ଼ ଲଫାଫାକୁ ଖୋଲିଲେ ଆଦର୍ଶ। ତା ଭିତରେ ଥିଲା ମୋଟା ଅଙ୍କର ଟଙ୍କା।
ଆଶ୍ଚର୍ଯ୍ୟ ହୋଇଗଲେ ଦୁହେଁ। ଏତେ ଟଙ୍କା କେଉଁଠୁ ଆଣିଲା ମା? ଦ୍ୱିତୀୟ ଲଫାପାଟିକୁ ଖୋଲିଲେ ସେ। ତା ଭିତରେ ଥିଲା ଚିଠିଟାଏ, ମାର ହାତ ଲେଖା। କଣ ଲେଖିଥିବ ମା? ବାପାଙ୍କ ହାତକୁ ବଢାଇ ଦେଲା ସେ। ଲେଖା ଥିଲା, ଆଦରର ଆଦି, ତୁ ଏ ଚିଠି ପଢିଲା ବେଳକୁ ମୁଁ ନଥିବି। ମୁଁ ଯେଉଁଠି ଥିବି ସେ ରାଇଜରୁ ଫେରିବା ଆଉ ସମ୍ଭବ ନୁହେଁ। ଯିଏ ଥରେ ସେ ଜାଗାକୁ ଯାଇଛି ସେ ଆଉ କେବେ ବି ଫେରିନି। ଅଫେରା ରାଇଜ ଇଏ। ସେଠାକୁ ଯିବାର ରାସ୍ତା ଅଛି, କିନ୍ତୁ ଫେରିବା ବାଟ କାହାକୁ ବି ଜଣା ନାହିଁ। ରୁଙ୍କୁଣା ରଥ ପରି ଅଣନେଉଟା ସେ ଯାତ୍ରା। ଭାବୁଥିବୁ ମାଟା ଯେ କେଡ଼େ ସ୍ୱାର୍ଥପର, କେଡ଼େ ନିର୍ଦ୍ଦୟ, ମୋତେ ଏକାକୀ କରି ଚାଲିଗଲା। ନା ରେ ବାବା, ମୁଁ ଜାଣିଛି ମୋ ଆଦି ବହୁତ ଦାୟିତ୍ୱବାନ, ବହୁତ ବୁଝିବାର ପିଲା। ଆଉ ଯେକୌଣସି ପରିସ୍ଥିତି ଆସିଲେ ବି ମୋ ଆଦି ତାକୁ ସାମ୍ନା କରି ଜିତାପଟ ହାସଲ କରିପାରିବ। ମୋ ବାପା ମାନେ ତୋ ଅଜା ମୋ ଇଚ୍ଛା ମତେ ମୋତେ ଉଚ୍ଚଶିକ୍ଷିତା କରିଥିଲେ। ତାଙ୍କର ଇଚ୍ଛା ଥିଲା ମୁଁ ଆର୍ଥିକ ଭାବରେ ସ୍ୱଚ୍ଛଳ ହୁଏ, ଆତ୍ମନିର୍ଭରଶୀଳ ହୁଏ, ଉଚ୍ଚ ପଦବୀରେ ଅବସ୍ଥାପିତ ହୁଏ। ଯେହେତୁ ତାଙ୍କ ମନ ମଧ୍ୟରେ ଥିବା ଉଚ୍ଚ ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଅର୍ଥ ବାଧକ ସାଜି ତାଙ୍କୁ ଜଣେ ପ୍ରାଇମେରୀ ଶିକ୍ଷକ ଭାବରେ ସ୍ଥାୟିତ୍ୱ କରିଥିଲା, ତେଣୁ ସେ ମୋଠାରେ ସେଇ ଉଜ୍ଜଳ ସମ୍ଭାବନା ସୃଷ୍ଟି କରାଇଥିଲେ। ହେଲେ ବାହାଘର ପରେ ନାନାଦି ଦାୟିତ୍ୱ ଭିତରେ ମୋ ଚାକିରି କରିବାର ଇଚ୍ଛା, ନିଜକୁ ସ୍ୱାବଲମ୍ବୀ କରିବାର ଇଚ୍ଛା କାହିଁ କେଉଁଠି ମଉଳିଗଲା, ନିର୍ବାପିତ ହୋଇଗଲା ଉତ୍କଣ୍ଠାର ଦାବାନଳ। ତୋ ବାପାଙ୍କୁ ବି ଦରକାର ସମୟରେ ଆର୍ଥିକ ସାହାଯ୍ୟ କରିପାରିଲିନି, ଆଉ ତୋ ଅଜାଙ୍କ ସ୍ୱପ୍ନ ବି ପୂରଣ କରିପାରିଲିନି। ତ୍ରିଶଙ୍କୁ ହୋଇ ରହିଗଲି ଅଧା ବାଟରେ। କିନ୍ତୁ ସେ ଅବଶୋଷକୁ ମୁଁ ସାଥିରେ ନେଇ ଯିବାକୁ ଚାହୁଁନି। ମୋର ତୋ ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୁଁ ଦେଇଥିବା ଶିକ୍ଷା, ଦେଇଥିବା ସଂସ୍କାରକୁ ପାଥେୟ କରି ନିଶ୍ଚୟ ମୋ ଆଶା, ମୋ ସ୍ୱପ୍ନ, ମୋ ଭରସାକୁ ପୂରଣ କରିବୁ। ଭାବିବୁନି କି ମା ତୋ ଉପରେ ବୋଝ ଲଦି ଦେଇ ଏସବୁ କରିବା ପାଇଁ କହୁଛି। ମୁଁ ଯେଉଁ ସଂସ୍କାର ତୋତେ ଦେଇଛି, ତୁ ସେହି ବାଟରେ ଚାଲିଲେ ସଫଳତା ଆସି ତୋ ପାଦ ଚୁମ୍ବନ କରିବୁ। ବଡ଼ ଲଫାପାରେ ଯେଉଁ ଟଙ୍କା ଅଛି ତାହା ମୋର ଏ ପର୍ଯ୍ୟନ୍ତ ସମସ୍ତ ଜମାପୁଞ୍ଜି। ତୁ ନିଶ୍ଚୟ ଭାବିବୁ କି ମା ତ ରୋଜଗାର କରୁନଥିଲା, ତେବେ ଏତେ ସଞ୍ଚୟ କେମିତି କଲା? ବାବାରେ, ଶୁଣିଲେ ତୁ ନିଶ୍ଚୟ ହସିବୁ। ମୁଁ ଅନ୍ୟ ସ୍ତ୍ରୀ ଲୋକଙ୍କ ପରି ବଜାର ଘାଟରେ କିଛି ଖାଏନି। ପଇସା ଖର୍ଚ୍ଚ ହୋଇଯିବା ଭୟରେ ନୁହେଁ, ମୋତେ ଏମିତି ବାହାରେ ବୁଲିକି ଖାଇବା ପସନ୍ଦ ନୁହେଁ। ଆଉ ଯେତେବେଳେ ଯେଉଁଠି ବି ଖାଏ କି କିଣାକିଣି କରେ, ତୋ ବାପା ତ ମୋ ସାଙ୍ଗରେ ଥାଆନ୍ତି। ତେଣୁ ମୋତେ ଖର୍ଚ୍ଚ କରିବା ବା କଣ ଦରକାର? ତୋ ବାପା ମାସକୁ ମାସ ଘର ଖର୍ଚ୍ଚ ପାଇଁ ଯାହା ଦିଅନ୍ତି, ସେଥିରୁ ଯାହା ବଳେ ତାକୁ ମୁଁ ରଖିଦିଏ। ଆଉ ସେ ବି କେବେ ପଚାରନ୍ତି ନାହିଁ କି କେତେ ଖର୍ଚ୍ଚ କଲି ଆଉ କେତେ ବଳିଛି। ସେଇ ଦୀର୍ଘ ଦିନର ସଞ୍ଚୟକୁ ମୁଁ ସାଇତି ରଖିଛି। ଆଉ ଗୋଟେ କଥା ଶୁଣିଲେ ତୁ ମୋତେ କଣ କହିବୁ ଜାଣେନି। ତୁ ପିଲା ଥିବା ବେଳେ ଆମ ଘରକୁ ଯେତେ ବନ୍ଧୁବାନ୍ଧବ ଆସନ୍ତି, ସେମାନେ ଗଲାବେଳେ ତୋ ହାତରେ କିଛି ଟଙ୍କା ଦେଇକି ଯାଆନ୍ତି। ମୁଁ ସେ ଟଙ୍କାକୁ ନେଇ ସାଇତିକି ରଖେ। ତୁ ବଡ଼ ହେଲା ପରେ ସିନା ତୋ ହାତରୁ ଗୋଟେ ଟଙ୍କା ମୁଁ ଆଣେନି। କାଳେ ତୁ ଭାବିବୁ ମୋ ମା ମୋ ଟଙ୍କା ଉପରେ ଲୋଭ କରୁଛି। ମୁଁ ବୋହୂ ହୋଇ ଘରକୁ ଆସିବା ବେଳେ ଅନେକ ଗୁରୁ ଗୁରୁଜନ ଆସନ୍ତି। ବୋହୂ ଦେଖି ମୋ ହାତରେ 50 100 ଗୁଞ୍ଜି ଦିଅନ୍ତି। ମୁଁ ତାକୁ ବି ସାଇତିକି ରଖେ। ତୋ ଅଜା ଯେତେବେଳେ ଆସନ୍ତି, ଗଲାବେଳେ ମୋତେ କିଛି ନା କିଛି ଦେଇକି ଯାଆନ୍ତି। ତାକୁ ମୁଁ ଖର୍ଚ୍ଚ ନ କରି ସାଇତିକି ରଖେ। ମୁଁ ଜାଣିଛି ମୋ ପାଇଁ ଏମିତି ସମୟ ଆସିବନି କି ମୋ ସାଇତା ଧନରେ ପରିବାର ଚାଲିବ। ହେଲେ ସାହାଯ୍ୟ ତ କରିପାରିବି। ଗୁଣ୍ଡୁଚି ମୂଷା ସିନା ସେତୁବନ୍ଧ ବାନ୍ଧି ପାରିବନି, ହେଲେ ବନ୍ଧରେ କାଣିଚାଏ ଧୂଳି ତ ପକାଇ ପାରିବ। ମୋର ସୁଧିରେ ସେଇ ଟଙ୍କାକୁ ଖର୍ଚ୍ଚ କରିବୁ। ତୋ ବାପାଙ୍କୁ ବୁଝେଇବୁ, ସିଏ ସିନା କାହାକୁ କିଛି କହିବେନି, ହେଲେ ଗୁମୁରି ଗୁମୁରି ଆଖିର ଲୁହ ଗଡ଼ାଇବେ। ତାଙ୍କ ମନରେ କଷ୍ଟ ଦେବା ଭଳି କଥା କହିବୁନି। ତାଙ୍କ ଦେହ ପ୍ରତି ସିଏ ଯତ୍ନ ନିଅନ୍ତିନି। ତୁ ଟିକେ ତାଙ୍କର ଦାୟିତ୍ୱ ନେବୁ। ଭାବିବୁନି କି ମା ଚାଲିଗଲା, ମୋତେ ଏତେ ବଡ଼ ଦାୟିତ୍ୱ ଦେଇଗଲା। କଣ କରିବି ରେ ବାବା? ତୋ ଛଡ଼ା ଆମର ଆଉ ଏ କିଏ ଭରସା ଅଛି? ମାରିଲେ ମାରିବୁ ତୁ, ରଖିଲେ ରଖିବୁ ତୁ। ତୋ ବିନା ଆମର କଣ ବା ଅସ୍ତିତ୍ୱ ଅଛି? ଜାଣିଛୁ ବାବା, ତୋ ଜନ୍ମ 4 5 ବର୍ଷ ପରେ ଆମ ଦୁହିଁଙ୍କ ଉପରେ ଅନେକ ଚାପ ପଡ଼ିଥିଲା କି ତୋ ପାଇଁ ଭାଇ କି ଭଉଣୀଟିଏ ଆଣିବା ପାଇଁ। ହେଲେ ଆମେ ତା କରିଲୁ ନାହିଁ। ଆମେ ଚାହୁଁନଥିଲୁ କି ମୋ ଧନର ଅଧିକାର ଭାଗ ଭାଗ ହୋଇଯାଉ। ତୋ ବାପାଙ୍କ ଉପରେ ପ୍ରେସର ପଡ଼ିବନି। ତାଙ୍କୁ କହିବୁ ଏଇ ଟଙ୍କାରେ ମୋ ଶୁଦ୍ଧକ୍ରିୟା କରିବେ। ଯେତିକି ରଖିଛି ନିଶ୍ଚୟ ସବୁ କାମ ସୁରୁଖୁରୁରେ ହୋଇଯିବ। ବଳିବ ପଛେ ନିଅଣ୍ଟ ପଡ଼ିବନି। ମୁଁ ତୁମମାନଙ୍କ ଠାରୁ ଦୂରେଇ ଯାଉନି ରେ ଆଦି। ଯେଉଁଠି ବି ଥାଏ ତୁମମାନଙ୍କ ମଙ୍ଗଳ ଚିନ୍ତା କରୁଥିବି। ରହୁଛି, ତୋ ମା। ରମେଶ ମାପୁଥିଲେ ସୀମାଙ୍କର ହୃଦୟର ଗଭୀରତାର ସୀମା ସରହଦ। ଦିନେ କେବେ ତ ସେ ତାଙ୍କର ଇଚ୍ଛାକୁ ପ୍ରକାଶ କରିନାହାନ୍ତି। ନିଜ ସ୍ୱପ୍ନକୁ ପଛରେ ଛାଡ଼ି ସେ କେବଳ ତାଙ୍କର ଆଉ ଆଦର୍ଶର ପ୍ରତ୍ୟେକ ସ୍ୱପ୍ନ ପୂରଣ କରିବାରେ ନିଜକୁ ହଜେଇ ଦେଇଛନ୍ତି। ରମେଶ ବି ଚେଷ୍ଟା କରିନାହାନ୍ତି ବୁଝିବାକୁ ସୀମାଙ୍କର ଆବଶ୍ୟକତା। ତାଙ୍କର ବି କିଛି ନିଜ ଖର୍ଚ୍ଚ, ହାତ ଖର୍ଚ୍ଚ ଥାଇପାରେ ବୋଲି। ମାସ ଆରମ୍ଭରୁ ଘର ଖର୍ଚ୍ଚ ପାଇଁ କିଛି ଟଙ୍କା ଧରାଇ ଦେଇ
ସେ ଭାବନ୍ତି ତାଙ୍କର କର୍ତ୍ତବ୍ୟ ସବୁକିଛି ସରିଗଲା। ସ୍ୱାମୀ ହେଉ ବା ପୁଅ, ତାଙ୍କୁ ମାଗିବାରେ ଯେଉଁ ଆତ୍ମିକ କଷ୍ଟ ସେ ତାକୁ ବୁଝିପାରି ନାହାନ୍ତି। ସେଇଥିପାଇଁ ବୋଧେ ସେଇ ଘର ଖର୍ଚ୍ଚ ମହୁମାଛି ପରି ସଞ୍ଚୟ କରି କରି ରଖିଥିଲେ। ଆଉ ଆଜି ସେହି ଅର୍ଥରେ ନିଜର ଶୋଧକ୍ରିୟା କରିବା ପାଇଁ ଅନୁରୋଧ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜି ଚାଲି ଯାଇଛନ୍ତି। ଜୀବନ ସାରା ଯେପରି ଅନ୍ୟର ଦୁଃଖ କଷ୍ଟକୁ ନିଜ ଆଡ଼କୁ ଆଣି ଅନ୍ୟକୁ ଖୁସି ଦେବାରେ ବ୍ରତୀ ହୋଇଥିଲେ, ଆଜି ଦୁନିଆରୁ ଗଲା ପରେ ବି କାହାକୁ କଷ୍ଟ ନେହୁ, କେହି ଚିନ୍ତାରେ ନ ପଡ଼ନ୍ତୁ, କି ଶୁଦ୍ଧକ୍ରିୟା କିପରି କରିବି ସେଥିପାଇଁ ନିଜ ଆୟୋଜନ ନିଜେ କରି ଚାଲି ଯାଇଛନ୍ତି। ରମେଶ ଓ ଆଦର୍ଶଙ୍କ ଆଖିରୁ ଧାର ଧାର ଲୁହ ଚିବୁକ ଦେଇ ବୋହି ଚାଲିଥାଏ। ଆଖିର ଲୁହରେ ଆଉ ପଡ଼ି ହେଉନଥାଏ। ଅକ୍ଷର ସବୁ ଝାପ୍ସା ଝାପ୍ସା ଦେଖାଯାଉଥାଏ। କାହାଣୀଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯେଉଁମାନେ ପ୍ରଥମ ଥର ପାଇଁ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଲାଇକ୍ କରିବେ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରିବେ। ଆପଣମାନଙ୍କର ଗୋଟେ ଗୋଟେ ଲାଇକ୍ ଆଗକୁ ଆଗକୁ ଅଧିକ କିଛି ଲେଖିବା ପାଇଁ ମୋତେ ଉତ୍ସାହିତ କରିବ।